ମୁଁ ତ ଅଧ୍ୟାପକ ଉମାକାନ୍ତ ଦାସ। ଏବେ ମୁଁ ତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରୂପେ କାର୍ଯ୍ୟ କରୁଛି। ଏବେ ଯୋଉ ନୂଆ ଶିକ୍ଷା ବ୍ୟବସ୍ଥାକୁ ନେଇକି କଣ କହିବେ? ଏତ ଗୋଟେ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଏବେ ଯୋଉ ଶିକ୍ଷାନୀତି ପ୍ରଣୟନ ହେଲା, ଆକ୍ଚୁଆଲି ତାକୁ 2020 ମସିହାରେ ମୋଦି ସରକାର ଶିକ୍ଷାନୀତି ଉପରେ ତାଙ୍କର ବିଷୟ ଆଲୋଚନା ଆରମ୍ଭ କରିଥିଲେ, ଶିକ୍ଷାନୀତି ପ୍ରଣୟନ କରିଥିଲେ, କିନ୍ତୁ ତା ପ୍ରଚଳନ ହୋଇନଥିଲା। ଏବେ ଏଇ ଜାନୁଆରୀ ମାସରୁ ପ୍ରଚଳିତ ଶିକ୍ଷାନୀତି 2020କୁ ପ୍ରଚଳନ କରିବା ପାଇଁ ନିୟମ ପ୍ରଣୟନ କରାଗଲା। ଏ ନେଇ କ୍ୟାବିନେଟ ମଞ୍ଜୁରୀ ମିଳିଲା। ଏବେ ଯୋଉ ପିଲାଙ୍କ ଉପରେ ପ୍ରଭାବ କଣ ପଡିବ? ପିଲାଙ୍କ ଉପରେ ତ ପ୍ରଭାବ ନିଶ୍ଚିତ ପଡିବ। କେମିତି ପଡିବ? କାହିଁକି ନା ଦେଖନ୍ତୁ, ବର୍ତ୍ତମାନ ପିଲାମାନେ ହେଉଛନ୍ତି ଗୋଟେ ମାନବ ସମ୍ବଳ ରୂପେ କାର୍ଯ୍ୟ କରୁଛି। ତେଣୁ ସରକାର ଚିନ୍ତା କରୁଛନ୍ତି ଯେ ଅଧିକରୁ ଅଧିକ ଭାବରେ ପିଲାମାନଙ୍କୁ ପାଠ ପଢ଼ା ପ୍ରତି ଆଗ୍ରହୀ କରିବା ପାଇଁ। ଆପଣ ଜାଣିଥିବେ ଯେ ବହୁତ ପିଲା ଯେଉଁ ଶିକ୍ଷାନୀତି ଅଛି ତା ଉପରେ ଭରସା କରିପାରୁନାହାନ୍ତି ଏବଂ ପ୍ରଥମରୁ ଏ ପର୍ଯ୍ୟନ୍ତ ବହୁତ ପିଲାଙ୍କ ଡ୍ରପ୍ ଆଉଟ୍ ବି ହେଉଛି। ପିଲାମାନଙ୍କୁ ଇଣ୍ଟରେଷ୍ଟ ଆସୁନି। ବହୁତ ସମୟ ପିଲାମାନେ ଚାପଗ୍ରସ୍ତ ହେଉଛନ୍ତି ବିଭିନ୍ନ ବିଭିନ୍ନ କାରଣ। କେଉଁଠି ବାପା ମାଙ୍କ ଦ୍ୱାରା ଚାପଗ୍ରସ୍ତ ହେଉଛନ୍ତି, ତ କେଉଁଠି ସ୍କୁଲ କଲେଜର ଯେଉଁ ଶୈକ୍ଷିକ ପରିବେଶ ତାଙ୍କ ଭିତରେ ବି ଚାପ ସୃଷ୍ଟି କରୁଛି। ତେଣୁ ଯେଉଁ ପାରମ୍ପରିକ ଶିକ୍ଷାନୀତି ଥିଲା ସିଏ କିଛି ସମୟ ପାଇଁ ଠିକ୍ ଥିଲା, କିନ୍ତୁ ଏବେର ଆବଶ୍ୟକତା ପାଇଁ ନୂଆ ଶିକ୍ଷାନୀତିର ଆବଶ୍ୟକତା ଥିଲା। ତେଣୁ ସରକାର ଏହା ଉପରେ ଗଭୀର ଅନୁଧ୍ୟାନ କରିବା ସହିତ ଏ ଗୋଟେ ଆଣିଛନ୍ତି, ସେଥିପାଇଁ ସରକାରଙ୍କୁ ଧନ୍ୟବାଦ ଦେବା ଦରକାର। ଶିକ୍ଷା ବିଭାଗ ଯାହା ଦେଖିବାକୁ ମିଳୁଛି, ନବମ ଶ୍ରେଣୀ ଦଶମ ଶ୍ରେଣୀର ଯୋଉ ପରୀକ୍ଷା ସେମିଟାର ଯୋଉ ହିସାବରେ ଯୋଉ ପରୀକ୍ଷା, କଣ କହିବେ? ଶୁଣନ୍ତୁ, ଏ ଯେଉଁ ଶିକ୍ଷାନୀତି ପ୍ରଣୟନ ହେଇଛି, ଏଥିରେ ଗୋଟେ ବିଶେଷ ପରିବର୍ତ୍ତନ କରାହେଇଛି। ଯେଉଁ ପୁରୁଣା ପଲିସି ଥିଲା 10+2 ସିଷ୍ଟମ ଥିଲା, ଯେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିଲା, ତାପରେ ଏକାଦଶ ଆଉ ଦ୍ୱାଦଶ ଥିଲା ସେକେଣ୍ଡ ହାୟର ସେକେଣ୍ଡାରୀ ଏଜୁକେସନ। ଆମର ଅଷ୍ଟମ ନବମ ଦଶମ କୁହାଯାଉଥିଲା ସେକେଣ୍ଡାରୀ ଏଜୁକେସନ, ଆଉ ପ୍ରାଇମେରୀ ପ୍ରି ପ୍ରାଇମେରୀ ଆଉ ପ୍ରାଇମେରୀ ବି ଥିଲା। ସେଟାକୁ ଆମେ ଇନ୍ ଟୋଟାଲ କହୁଥିଲୁ ଯେ ପ୍ରଥମରୁ ଦଶମ ଆଉ ଏକାଦଶରୁ ଦ୍ୱାଦଶ। ତାପରେ ବି ଅଛି ହାୟର ଏଜୁକେସନ ବି ଅଛି, ବଟ୍ ମାନେ ପ୍ରାଧାନ୍ୟ ବେସିକାଲି ଦିଆହେଉଛି ଏଇ ପ୍ରାଇମେରୀ ପ୍ରି ପ୍ରାଇମେରୀ ସେକେଣ୍ଡାରୀ ଆଉ ହାୟର ସେକେଣ୍ଡାରୀ ଉପରେ। ଏଥିରେ 10+2 ସିଷ୍ଟମ ମାନେ ଗତ ଶିକ୍ଷାନୀତିର ଏଥିରେ ଟିକେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏଥିରେ ସେତେବେଳେ କ'ଣ ହେଇଥିଲା ନା ପ୍ରଥମରୁ 1 ବର୍ଷରୁ 5 ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଉପରେ କିଛି ଧ୍ୟାନ ଦିଆ ହେଉନଥିଲା, ଛୋଟ ପିଲାଙ୍କୁ। କିନ୍ତୁ ଏଥର 3 ବର୍ଷରୁ ଆରମ୍ଭ କରାହେଉଛି। 3 ବର୍ଷରୁ ପାଠ ପଢ଼ା ପିଲାର ଆରମ୍ଭ କରାଯାଉଛି। ତା 3 ବର୍ଷରୁ 3, 4, 5, 6, 3ରୁ 4, 4ରୁ 5, 5ରୁ 6, 6ରୁ 7, 7ରୁ 8, 5 ବର୍ଷ ଯେଉଁ ଶିକ୍ଷାନୀତିରେ ହେଇଛି 5+3+3+4। ତା ଅର୍ଥ ପିଲାଟା ତାର ଯେଉଁ ପ୍ରି ପ୍ରାଇମେରୀ ଏଜୁକେସନଟା ରହିବ 3 ବର୍ଷରୁ 4 ବର୍ଷ, 4ରୁ 5, 5ରୁ 6। ତାପରେ ଆମର ପ୍ରଥମ ଆଉ ଦ୍ୱିତୀୟ କ୍ଲାସ ଆରମ୍ଭ ହବ 6ରୁ 7, 7ରୁ 8। 8 ବର୍ଷ ପର୍ଯ୍ୟନ୍ତ ଏମିତି ପିଲାଟା ମାନେ ଗୋଟେ ପ୍ଲେ ଫୁଲ୍ ମୋଡରେ ଖେଳିବ। ତାପରେ ଚାପ ଦିଆଯିବ ନାହିଁ। ଯେଉଁ ବ୍ୟାଗ୍ ମାନେ କାନ୍ଧରେ ପକେଇ ବୋଝ ଦେଇ ଯାଉଥିଲେ ତାର ଇମ୍ପାକ୍ଟ କମାଯିବ। ପିଲାଟାକୁ ଫ୍ରି କରିଦିଆଯିବ। ମାନେ ନାଚ ଗୀତ ମାଧ୍ୟମରେ ପିଲା ପାଠ ପଢ଼ିବ, ଖେଳ ମାଧ୍ୟମରେ ପାଠ ପଢ଼ିବ। ତେଣୁ ସେ ପାଠ ପଢ଼ିବ, ସେଥିରେ ଜ୍ଞାନ ଅର୍ଜନ କରିବ, ବଟ୍ କିନ୍ତୁ ଖେଳ ହବ, ନାଚ ହବ, ଗୀତ ହବ, ପୁରା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ହବ, ଯେଉଁଥିରେ ପିଲାଟା କିଛି ଶିକ୍ଷା ପାଇବ। ଏବଂ ଆଉ ଗୋଟେ ତାର ପ୍ଲସ୍ ପଏଣ୍ଟ ହେଉଛି ଯେ ପିଲାଟା ସେଇ ସମୟରେ ଖେଳକୁଦ ନାଚ ଗୀତ ମଧ୍ୟ ପାଠ ପଢ଼ିଲେ ଆଉ ଭୟ କରିବ ନାହିଁ। ସେ ପୁରା ଗୋଟେ ଶୈକ୍ଷିକ ପରିବେଶ ସହିତ ଆକ୍ୱେଣ୍ଟେଡ୍ ହେଇଯିବ। ଆପଣ ଦେଖୁନାହାନ୍ତି ପ୍ରାରମ୍ଭିକ ଅବସ୍ଥାରେ ଆପଣମାନେ କ'ଣ ଦେଖୁଛନ୍ତି ଯେ ପିଲାମାନଙ୍କୁ ଟାଣି ଟାଣି ସ୍କୁଲ ନିଆଯାଉଛି। ବହୁତ ପିଲା ବାପା ମା ବାଧ୍ୟ କରୁଛନ୍ତି। ପିଲାଟା ମାନେ ନୂଆ ପରିବେଶରେ ମିଶିବା ପାଇଁ ଡରୁଛି। ଘରୁ ଯେତେବେଳେ ପ୍ରଥମେ ରହୁଛି, ଘରେ ରହୁଛି, ବାପା ମାଙ୍କ ପାଖରେ ରହୁଛି, ଗୋଟେ ନୂଆ ପରେ ସ୍କୁଲକୁ ଯିବ, ସେଠିକାର ଯେଉଁ ଚାକଚକିଆ ପରିବେଶ, କୋଠା ବାଡ଼ି, ଅଧିକା ପିଲା, ଟିକେ ଡରି ଯାଉଛି। କିନ୍ତୁ ଯଦି ଏଇ ଯେଉଁ ନୂଆ ନୀତି ହେଲା, ଯେଉଁ ପିଲାଙ୍କୁ ଚାପମୁକ୍ତ କରିବା ପାଇଁ ହେଇଛି, ଖେଳିବ, ବୁଲିବ, ଗୀତ ଗାଇବ, ନାଚିବ, ତେଣୁ ଅଟୋମେଟିକାଲି ସିଏ ଆକ୍ୱେଣ୍ଟେଡ୍ ହେଇଯିବ ସେ ପରିବେଶ ସହିତ। ତେଣୁ ଏଇ ଯେଉଁ 3 ବର୍ଷ ଆମେ ଯେମିତି ଆଜିକାଲି ଯେଉଁ ଅଙ୍ଗନବାଡ଼ି ଅଛି, ତାର ଗୋଟେ ପରିବର୍ତ୍ତିତ ରୂପ ଏଇଟା।
ଯେ ପିଲାଟା ପୁରା ଶୈକ୍ଷିକ ପରିଷଦ ନିଜକୁ ମିଶେଇବ, ଆଉ ଚାପଗ୍ରସ୍ତ ହବନି କି ଡରିଯିବନି। ତାପରେ ଆସିବ ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀ, ଏ ଯୋଉ 8 ବର୍ଷ ପର୍ଯ୍ୟନ୍ତ। 8 ବର୍ଷ ପରେ ପଞ୍ଚମ, ଷଷ୍ଠ, ସପ୍ତମ, ସରି, 8 ବର୍ଷ ହେଲା। ତୃତୀୟରୁ 3ରୁ 8, 8ରୁ 11, 8ରୁ 9, 9ରୁ 10, 10ରୁ 11, ଇଏ ହେଲା ତୃତୀୟ, ଚତୁର୍ଥ, ପଞ୍ଚମ। ତୃତୀୟ, ଚତୁର୍ଥ, ପଞ୍ଚମ ଶ୍ରେଣୀ। ଆମର ପ୍ରଥମ ଦ୍ୱିତୀୟ ହେଲା ପ୍ରାଇମେରୀ ଏଜୁକେସନ। ଏଇଠୁ ପାଠପଢ଼ା ଆରମ୍ଭ ହବ। ପିଲାଟା ବିଭିନ୍ନ ବିଷୟରେ ପାଠପଢ଼ା ଆରମ୍ଭ କରିବ। ସାମାଜିକ ବିଜ୍ଞାନ ହଉ, ଭୂଗୋଳ ହଉ, ଇତିହାସ ହଉ, ଏ ପଢ଼ା ଆରମ୍ଭ କରିବ ଏଇଠୁ। ମାନେ ଆସ୍ତେ 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 ଗୋଟେ ବୃହତ ବିସ୍ତୃତ ପରିବେଶ ସହିତ ମିଶିବାକୁ ତାକୁ ସୁଯୋଗ ଦିଆଯିବ। ଇଏ ଗଲା ମାନେ 8ରୁ 11, ପଞ୍ଚମ ଶ୍ରେଣୀ। ଶୁଣନ୍ତୁ, ଆମେ ତ ସେତେବେଳେ ପ୍ରଥମ ଷ୍ଟାର୍ଟ କରୁଥିଲୁ 5 ବର୍ଷ, 6 ବର୍ଷରେ, କାହିଁକି ଆମକୁ ଏତେ ଆବଶ୍ୟକତା ନଥିଲା କି ବାପା ମା ଆମକୁ ଏତେ ମାନେ ସୁଯୋଗ ଦେଉନଥିଲେ, କାହିଁକି ସେମିତି କିଛି ଆବଶ୍ୟକ ନଥିଲା। ମାନେ ଆମର ଏବେ ଯୋଉ ଆର୍ଥିକ ନୀତିରେ ଯୋଉ ପରିବର୍ତ୍ତନ ହେଲାଣି, ଯୋଉ ଆମେ ଯେତେବେଳେ ବର୍ତ୍ତମାନ ବାଧ୍ୟବାଧକତାରେ ପଡ଼ିଯାଉଛେ ନିଜର ଗୁଜୁରାଣ ମେଣ୍ଟିବା ପାଇଁ, ଆମେ ଚାକିରି ସର୍ବୋଷ ହେଇଯାଉଛେ, ତେଣୁ ସେଥି ଦୃଷ୍ଟିକୋଣରୁ ସମସ୍ତେ ବର୍ତ୍ତମାନ ବାଧ୍ୟ ମାନେ ଗୋଟେ କ'ଣ ଜୀବିକା ନିର୍ବାହ କରିବା ପାଇଁ ଗୋଟେ ଯୋଗ୍ୟତା ସମ୍ପନ୍ନ ଯୋଗ୍ୟତା ଅର୍ଜନ କରିବା ପାଇଁ ଆବଶ୍ୟକତା ହଉଛି। ଏବେ ଆମେ ଅନୁଭବ କରୁଛେ, ସେତେବେଳେ କିଛି ସେମିତି କିଛି ନଥିଲା, ଏତେ ଚାପ ନଥିଲା ଘର ସଂସାର ଚଳେଇବା ପାଇଁ କି ବଞ୍ଚିବା ପାଇଁ। ତେଣୁ କେହି କିଛି ଗୁରୁତ୍ୱ ଦଉନଥିଲେ। ତେଣୁ ଆମକୁ ଯେତେବେଳେ ଯିଏ ପଢୁଥିଲା, କିଏ 5 ବର୍ଷରେ ପଢୁଥିଲା, କିଏ 6 ବର୍ଷରେ ପଢୁଥିଲା, 7 ବର୍ଷରେ ପଢୁଥିଲା, କିନ୍ତୁ ତାପରେ 3 ବର୍ଷରୁ ପିଲାଙ୍କୁ ପାଠ ପଢାଯାଉଛି। ହବ। ଆପଣ ଦେଖନ୍ତୁ, ଆପଣ ଛୋଟବେଳୁ ପିଲାଟା ହଉଛି ଅନୁକରଣ ପ୍ରିୟ। ଯଦି ଛୋଟବେଳୁ ପିଲାଟା ମା ବାପା ଡାକି ପାରୁଛି, ଗୋଟେ 6 ମାସ ହେଲା ବେଳକୁ ପିଲାଟା ଯେତେବେଳେ କଳ ଦୌଡୁଛି, ସିଏ ମା 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 ବା ବାବା କହୁଛି, ଯାହା ଶୁଣିକି ସେ ମା ଠୁ ଶୁଣିକି କହିପାରୁଛି, ମା ଠୁ ଶୁଣିକିରି ସେ କିଛି କହିପାରୁଛି। ତାପରେ ଆସ୍ତେ ଆସ୍ତେ ଚାଲିବାକୁ ଆରମ୍ଭ କରୁଛି, ସିଏ ବି ଆହୁରି କିଛି କିଛି ଜ୍ଞାନ, ପରିବେଶ, ଚତୁଃପାର୍ଶ୍ୱ ପରିବେଶ ଅଛି, ଗାଈ ଗୋରୁ କୁକୁର ମେଣ୍ଢା ତାଙ୍କ ନାଁ ଧରି ବି ଡାକୁଛି। ତେଣୁ ଆମେ ଦେଖୁଛୁ ଯେ ଏଇଟା ଏବେ ଆଜି ହେଇନି, ସରକାର ତାକୁ ତ ଆଜିକି ସରକାରୀ ସ୍ତରରେ ସ୍ୱୀକୃତି ଦେଲେ, କିନ୍ତୁ ଆପଣ ଦେଖନ୍ତୁ ଯୋଉ ପ୍ରାଇଭେଟ ସ୍କୁଲ ସବୁ କଲେଜ ଅଛି, ଇନଷ୍ଟିଚ୍ୟୁଟ ଥିଲା, ସେମାନେ ଏ ବ୍ୟବସ୍ଥାକୁ ବହୁତ ଆଗରୁ ଆରମ୍ଭ କରିସାରିଛନ୍ତି। ଗୋଟେ ପ୍ଲେ ସ୍କୁଲ ଥିଲା ତାଙ୍କର, ବାବା ଜାଣିଥିଲେ ପ୍ଲେ ସ୍କୁଲ, ମାନେ ପିଲା ସମ୍ପୂର୍ଣ୍ଣ ଭାବରେ ଖେଳିବ, ବୁଝୁଛନ୍ତି ତ? ତେଣୁ ମୁଁ ଦେଖିଛି ଯୋଉ ମେଟ୍ରୋପଲିଟାନ ସିଟିଜରେ ବାପା ବେବି ସିଟିଂ ଗୋଟେ ଅଛି। ବେବି ସିଟିଂ ମାନେ ବାପା ମା ଚାକିରିକି ଯିବେ, ପିଲାକୁ ଛାଡ଼ି ଦେଇ ଯିବେ ଗୋଟେ ଲୋକ ପାଖରେ, ସେ କେୟାର ନେବ। ସେ କ'ଣ କେୟାର ନେବ? ପିଲାଙ୍କୁ ଖାଇବାକୁ ଦେବ, ପିଇବାକୁ ଦେବ, ଖେଳଣା ଦେବ, ବିଭିନ୍ନ ପ୍ରକାର ପିଲା ଖେଳିବେ। ତେଣୁ ପିଲା ଖେଳି 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 ଆସ୍ତେ ଆସ୍ତେ କ'ଣ ହବ ନା, ବାହାର ପରିବେଶ ସହିତ ନିଜକୁ ଅଭ୍ୟସ୍ତ କରିନେବେ, ଯାହାକି ପରବର୍ତ୍ତୀ ସମୟରେ ପାଠ ପଢିବାକୁ ସ୍କୁଲ କଲେଜକୁ ଯିବେ, ତାଙ୍କୁ ଆଉ ଅସୁବିଧା ହବ ନାହିଁ। ଇଏ ସିଷ୍ଟମ ଆଗରୁ ଥିଲା। ଏଇଟା ମାନେ ପ୍ରାଇଭେଟ ଯୋଉ ଉଦ୍ୟୋଗ ଅଛି, ଅଛି ଚାଲିଥିଲା, କିନ୍ତୁ ଏବେ ସରକାର ଦେଖୁଛି ଯେ ପ୍ରକୃତରେ ଏଇଟା ହଉଛି ପୁରା ମାନେ ଠିକ ବାଟ, ଯେ ପିଲାଟା ଯଦି ସେଠି ହେଇପାରୁଛି, ତାହେଲେ ଏଠି କାହିଁକି ରହିପାରିବ? ଗଭର୍ଣ୍ଣମେଣ୍ଟ ସ୍କୁଲ କଲେଜରେ ଏଇଭଳିଆ ପଦ୍ଧତିକୁ ମାନେ ଇମ୍ପ୍ଲିମେଣ୍ଟ କରାଯିବ, ସରକାର ତ ବହୁତ ପଇସା ଖର୍ଚ୍ଚ କରୁଛନ୍ତି। ସରକାରୀ ଯୋଉ ସ୍କୁଲ କଲେଜ ଯୋଉ ଟିଚର୍ସ ଅଛନ୍ତି, ସେମାନେ ତ ବହୁତ ଦରମା ପାଉଛନ୍ତି, ତ ସେମାନେ କାହିଁ ରିସ୍କ ନ ନେବେ, କେୟାର ନ ନେଇପାରିବେ? କିନ୍ତୁ ଏଥିପାଇଁ ଗଭର୍ଣ୍ଣମେଣ୍ଟ ଲାଗୁଛି ସବୁ ଠିକ ଠିକ ପଦକ୍ଷେପ ନେଇଛନ୍ତି। ଯୋଉ 11 କହିଲେ 10ରୁ 9ମ ଶ୍ରେଣୀ 10 ମିନିଟ୍ ପରୀକ୍ଷା ଯୋଉ କେତେ ମାସରେ ତମେ ଯୋଉ ବର୍ତ୍ତମାନ କଥା ଶୁଣନ୍ତୁ, ଆମେ ଦେଖିଲେ ତ କହିଲେ ଯେ 11 ଯାକେ ଗଲା, ଆମେ 10ରୁ 11 ବର୍ଷ ଯାକେ 11 ବର୍ଷ ଯାକେ ଗଲା, 8ରୁ 11, ତାପରେ ତୃତୀୟ, ଚତୁର୍ଥ, ପଞ୍ଚମ 11 ବର୍ଷ ସରିଲା। ସରିଲା। ତାପରେ 11ରୁ 12, 12, 13, 13ରୁ 14, ହେଲା କି 14 ବର୍ଷ ପର୍ଯ୍ୟନ୍ତ ପିଲାଟା ପଢିବ ଷଷ୍ଠ, ସପ୍ତମ, ଅଷ୍ଟମ। ତାର ତ ଟିକେ ତାର ଯୋଉ ବ୍ୟବହାରିକ ଜ୍ଞାନ, ଯୋଉଟା ଏଇ ଯୋଉ ଆମର ସାମାଜିକ, ସାହିତ୍ୟ, ଇତିହାସ, ଭୂଗୋଳ, ଏସବୁକୁ ଆସ୍ତେ ଆସ୍ତେ ତାର ଜ୍ଞାନର ବିସ୍ତାର ହବ। ଯାହା ଟିକେ ସେ ତାକୁ ଯୋଉ ଜ୍ଞାନ ପାଇଥିବ ପଞ୍ଚମ, ଷଷ୍ଠ, ସପ୍ତମରେ, ସେ ଆହୁରି ବିସ୍ତୃତ ହବ, ପିଲାର ଜ୍ଞାନ ଆଉ ଟିକେ ବ୍ୟାପକ ହବ, ଏବଂ ସେ ଭବିଷ୍ୟତକୁ ବଢିବା ପାଇଁ ଆହୁରି ଟିକେ ତାର ଆଗକୁ ବଢିବା ପାଇଁ ସାହସ କରିପାରିବ, ତେଣୁ ମାନେ ସ୍ୱାଧୀନ ବି ହେଇପାରିବ। ସ୍ୱାଧୀନ ତ ନିଶ୍ଚିତ ହବ, କିନ୍ତୁ ସାହସ ଟିକେ ପାଇବ, ଭୟ କରିବନି। ତେଣୁ ଗୋଟେ ଷ୍ଟେପ୍ ବାଇ ଷ୍ଟେପ୍ ଆସ୍ତେ 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 ପିଲାଙ୍କ ମନରେ ଏସବୁ ମାନେ ଭର୍ତ୍ତି କରି ଦିଆଯିବ, ଯାହାଫଳରେ କି ପିଲାଟା
ଗୋଟେ ଆତ୍ମବିଶ୍ୱାସୀ ହବ ଯେ ହଁ ମୁଁ ଆଗକୁ ବଢ଼ିବି। ଇଏ ହେଉଛି ଏଇ ଶିକ୍ଷାନୀତିର ଗୋଟେ ରୂପରେଖ ବା ଚିନ୍ତାଧାରା। ଆପଣଙ୍କର ଯୋଉ ଶିକ୍ଷା ଯୋଉ ବର୍ତ୍ତମାନ ଯୋଉ ମାନେ ହେଇଛି ନୂଆ ଯୋଉ ମତ ବାହାରିଛି ଏଇଟା ଆପଣ କଣ ସ୍ୱାଗତ କରୁଛନ୍ତି? ନାଇଁ ଏଇଟା ନିଶ୍ଚିତ ସ୍ୱାଗତ ଯୋଗ୍ୟ। ଦେଖନ୍ତୁ ଏଟାକୁ ଆପଣ କହୁଛନ୍ତି ନ୍ୟୁ ଏଜୁକେସନ ପଲିସି, ଆଜ୍ଞା। ନୂଆ ଏଜୁକେସନ ଶିକ୍ଷାନୀତି। ତେଣୁ ଆପଣ ଦେଖନ୍ତୁ ଶିକ୍ଷାନୀତି ଆଗରୁ ବି ଅଛି। ପ୍ରାଚୀନ କାଳରୁ ଆମେ ଯୋଉ ଶିକ୍ଷାନୀତି ଥିଲା ମହାଭାରତ ରାମାୟଣ ଯୁଗରେ ଲୋକମାନଙ୍କୁ ସେ ସମାଜର ସେତେବେଳେ ଦେଶର ଜାତିର ଆବଶ୍ୟକତା ଅନୁସାରେ ନିଜକୁ ସୁରକ୍ଷିତ ରଖିବା ପାଇଁ, ଦେଶକୁ ରକ୍ଷା କରିବା ପାଇଁ ଅସ୍ତ୍ର ଶିକ୍ଷା ଦିଆ ହଉଥିଲା। ବେସିକାଲି ସମସ୍ତେ ଶିଖୁଥିଲେ ସେଇଆ। ତା କଣ ଏବେ ଅଛି? ଏବେ ତ ଆମେ ନିଜକୁ ସୁରକ୍ଷିତ ମନେ କରୁଛେ। ଏବେ ବହୁତ ଗୁରୁତ୍ୱପୂର୍ଣ୍ଣ ହେଇଯାଇଛି ବଞ୍ଚିବାଟା। ତେଣୁ ନିଜକୁ ବଞ୍ଚିବା ପାଇଁ ଯୋଉ ଜିନିଷ ଦରକାର, ଖାଦ୍ୟ ବସ୍ତ୍ର ବାସଗୃହ, ତେଣୁ ସେଥିପାଇଁ ଜୀବିକା ଦରକାର। ତେଣୁ ଜୀବିକା ଅର୍ଜନ କରିବା ପାଇଁ ଆଉ ତା ସହିତ ମଧ୍ୟ କିଛି ଜ୍ଞାନ ଆହରଣ କରିବା ପାଇଁ ଆମକୁ ବର୍ତ୍ତମାନ ସେଇଭଳି ପାଠ ପଢ଼ିବା ପାଇଁ ଆହ୍ୱାନ ଦିଆଯାଉଛି ଏବଂ ଉତ୍ସାହିତ ମଧ୍ୟ କରାଯାଉଛି। ଯୋଉଫଳରେ କି ଆମେ ବର୍ତ୍ତମାନ ଦେଖନ୍ତୁ ଏ ଯୋଉ ସିଷ୍ଟମ ହେଲା, ଆଗରୁ ତ ଥିଲା ଏବେ ତ ବଢିଲା। ତାପରେ ଦେଖନ୍ତୁ ଶିକ୍ଷାନୀତି ମୁଁ ଯୋଉ କହିଲି ଆପଣଙ୍କୁ ଯେ ଶିକ୍ଷାନୀତି ନୂଆ ନୁହଁ ବୋଲି 1968 ମସିହାରେ ଇନ୍ଦିରା ଗାନ୍ଧୀ ପ୍ରଥମ ଶିକ୍ଷାନୀତି NEP ନ୍ୟାସନାଲ ଏଜୁକେସନ ପଲିସି ଫାଷ୍ଟ actually it was introduced by Indira Gandhi government. Then it was changed and again new policy was brought by Rajiv Gandhi, the then prime minister in 1986. After that, Pivin Generation now also brought a new education policy that is in 1992. Then जो 2020 ଶିକ୍ଷାନୀତି ତାକୁ ଆଣିଲେ ନରେନ୍ଦ୍ର ମୋଦି। କାହିଁକି ନା ସିଏ ଦେଖନ୍ତୁ ମାନେ ମୋଦି ଯେତେବେଳେ ବିଭିନ୍ନ ଦେଶ ବୁଲିଲେ ମାନେ ମୋଦି ଟ୍ରାଏ ଟୁ ମାନେ ମେକ୍ ଇଣ୍ଡିଆ ଇକ୍ୱାଲ ୱିଥ୍ ଆମେରିକା ଆଣ୍ଡ ଚାଇନା। ଆପଣ ଦେଖନ୍ତୁ ଜାପାନ ବି ଆମେ ଶୁଣିଛେ ପିଲାଦିନୁ ଜାପାନ ପିଲାମାନେ ବିଭିନ୍ନ ପ୍ରକାର ଇନଷ୍ଟ୍ରୁମେଣ୍ଟ ତିଆରି କରୁଛନ୍ତି, ଯନ୍ତ୍ରପାତି ତିଆରି କରୁଛନ୍ତି। ଆମେରିକା ପିଲାମାନେ ତିଆରି କରୁଛନ୍ତି। ଚାଇନାରେ ଆପଣ ଦେଖନ୍ତୁ ଆମ ଭାରତୀୟ ବଜାରରେ ଯୋଉ ଚାଇନିଜ ବହୁତ ଜିନିଷ ମିଳୁଛି ତ କିଏ ତିଆରି କରୁଛି? ଚାଇନାର ବହୁତ ପିଲା ବି ତିଆରି କରୁଛନ୍ତି। ଯଦି ସେ ଦେଖିଲେ ଚାଇନାର ପିଲାମାନେ ତିଆରି କରିପାରୁଛନ୍ତି, ଆମେରିକାର ପିଲାମାନେ ଏସବୁ କାମ କରିପାରୁଛନ୍ତି, ଜାପାନ ତ ବହୁତ ଦିନ କାମ କରୁଛି, ତାହେଲେ ଇଣ୍ଡିଆ ସବୁଠୁ ଆଗରେ ଥାଇକିରି ତା ପିଲାମାନେ ପଛରେ କାହିଁ ରହିବେ? ତେଣୁ ସେ ପିଲାମାନଙ୍କୁ ପୁରା ପ୍ରାରମ୍ଭିକ ଅବସ୍ଥାରୁ ଗୋଟେ ଗଢି ତୋଳିବା ପାଇଁ ସେଇ ଦିଗରେ ସେ ଗୋଟେ ଚେଷ୍ଟା କରିଛନ୍ତି ଏବଂ ଶିକ୍ଷାନୀତିର ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି। ନାଇଁ ତ ଭଲ ମାନେ ଏ ଯୋଉ ନୂଆ ଏଜୁକେସନ ପଲିସି ଆସିଛି, ବିଗତ ଦିନରେ ଯୋଉ ପଲିସି ସବୁ ଥିଲା ସବୁ ସେ ବି ସବୁ ସମାଜର ଉପଯୋଗୀ ଥିଲା, ସମାଜ ପାଇଁ ଠିକ ଥିଲା। କିନ୍ତୁ ଏବେ ଯୋଉ ସମାଜ ଆମେ ସମ୍ମୁଖୀନ ହଉଛେ ସେଠି ବର୍ତ୍ତମାନ ସବୁଠୁ ବଡ କଥା ହଉଛି ଯେ ଜୀବନ ଜୀବିକା, ବଞ୍ଚିବା ପାଇଁ ସଂଗ୍ରାମ। ଆମେ ସିନା ବଞ୍ଚିଲେ କିଛି କାର୍ଯ୍ୟ କରିବା, ତେଣୁ ଜୀବିକା ନିର୍ବାହ କରିବା ପାଇଁ ଆମେ ଆଗରୁ କୃଷି ଉପରେ ନିର୍ଭର କରୁଥିଲେ, କେବଳ କୃଷି ଉପରେ ନିର୍ଭର କରୁଥିଲେ। ଏବେ ଆପଣ ଦେଖନ୍ତୁ ପ୍ରତ୍ୟେକ ସମାଜର ଯେତେ କାମ ଆମେ ଦେଖୁଛେ ସବୁ ଗୋଟେ ଗୋଟେ ପ୍ରଫେସନ ହେଇଗଲାଣି। ସବୁ କାମ ସବୁ ପ୍ରଫେସନ ସବୁ କାମକୁ ଆପଣ ଭଲ ଭାବରେ ମାନେ ଅର୍ଥ ଉପାର୍ଜନ କରିପାରିବେ, କାମ କରିପାରିବେ। ତେଣୁ ସେଇ ଯୋଉ କାମଟା ଦେଖନ୍ତୁ ଆମକୁ ଯୋଉ ଟେକ୍ନିକାଲ ଡେଭଲପମେଣ୍ଟ ହଉଛି, ଡିଜିଟାଲ ଇଣ୍ଡିଆ ବୋଲି କୁହାଯାଉଛି, ତାର ତ କମ ସମୟରେ ବହୁତ କାମ କରିବା। ଆର ବଡ କଥା ହଉଛି ଆମେ କାମ କରୁଥିଲେ, ଆମେ ଫିଲ୍ଡ ଯାଉଥିଲେ, 8 ଘଣ୍ଟା ଖଟୁଥିଲେ, 500 ଟଙ୍କା ଆଣୁଥିଲେ। ଏବେ ଆଉ ସେ ଗୋଟେ ଦୈନିକ ମଜୁରୀ ନାହିଁ। ଏବେ ଜଣେ ଚାହୁଁଛି ପର ଆୱାର, ହାଉ ମଚ୍ ୟୁ ଅର୍ନ ପର ଆୱାର, ଘଣ୍ଟାକୁ କେତେ ଇନକମ କରୁଛେ, ବର୍ତ୍ତମାନ ତାହା ମାନେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭାବରେ ବିବେଚନା କରାଯାଉଛି। ତେଣୁ ସମସ୍ତେ ଚାହିଁଲେ ଆମେରିକାରେ ଏଇ ସିଷ୍ଟମ ଅଛି ଯେ ମୁଁ ଘଣ୍ଟାକୁ କେତେ ଇନକମ କରୁଛି। ଆମେ କିନ୍ତୁ ଭାରି ଖୁସି ହଉଛେ କଣ ଯେ ମୋ ମାସକୁ ଦରମା କେତେ। ସେମାନେ କିନ୍ତୁ ମାସକୁ ଦରମା ଖୁସି ନୁହନ୍ତି, ସେ ଚାହୁଁଛନ୍ତି ଯେ ମୁଁ ଘଣ୍ଟାକୁ କେତେ ଇନକମ, କେତେ ଘଣ୍ଟା ମୁଁ କାମ କରୁଛି। ତେଣୁ ଏ ଯୋଉ ସମୟଟା କଥା ପଡିଛି ଯେ ମୁଁ କେତେ ସମୟ କାମ କରୁଛି, ତ ମୁଁ କଣ ଖାଲି ଶାରୀରିକ ସ୍ତରରେ କାମ କଲେ ମୁଁ ବହୁତ ସମୟ କାମ କରିପାରିବି? କାରଣ ଯାଉଛି ମାନେ କମ୍ପ୍ୟୁଟରର ଇମ୍ପ୍ଲିମେଣ୍ଟ କରାଯାଉଛି, ଯାହାଫଳରେ କି ଆପଣ ସେଇ ସମୟ ଭିତରେ ବହୁତ କାମ କରିପାରିବେ ଏବଂ ବହୁତ ଅର୍ଥ ବି ଉପାର୍ଜନ କରିପାରିବେ ଏବଂ ଅନେକ ଅସମ୍ଭବ କାମକୁ ସମ୍ଭବ କରିପାରିବେ। ଯୋଉଟା ଦେଖନ୍ତୁ ଆପଣ ଆମେ ଆଜି ପ୍ରାଇମ ମିନିଷ୍ଟର ମୋଦି ସରକାରକୁ ଆସିଲା ପରେ ସେ ଗୋଟେ ଡିଜିଟାଲ ମୋଡ ଆଣୁଛନ୍ତି। ଆମର ବେସିକାଲି କ୍ୟାସଲେସ୍ ସିଷ୍ଟମ ତାକୁ ଷ୍ଟାର୍ଟ କରିଛନ୍ତି। ଇଏ ବହୁତ ବଢିଆ, କିଛି ଅସୁବିଧା ନାହିଁ। ଆମର ଆଗରୁ ବି ବାଟର ସିଷ୍ଟମ ଥିଲା, ଆଜିକାଲି ଆମକୁ ଇଏ ନୂଆ ଲାଗୁଛି। ଆପଣ ଯଦି ପୁରା ଅତୀତକୁ ଯିବେ
ଆମର ବି ବାଟର ସିଷ୍ଟମ ଥିଲା। ଗୋଟେ ପଇସା କେହି ଧରୁନଥିଲେ, ଜୀବନ ଜୀବିକା ନିର୍ବାହ କରିବା ପାଇଁ ପଇସା କେହି ଧରୁନଥିଲେ, ଅର୍ଥ ଉପାର୍ଜନ କେହି ପଇସା ଧରୁନଥିଲେ। ଆପଣ ଗୋଟେ କଥା ଏକ୍ଜାମ୍ପଲ ଦଉଛି, ଆଗେ ଯୋଉ ଛପର ଘର ସବୁ ଥିଲା, ତ ଛପର କିଏ କରୁଥିଲା? ଏ ଲୋକମାନେ କରୁଥିଲେ। ସମସ୍ତେ କାମ ଜାଣିଥିଲେ। ମାଟି କାଦୁରେ ଘର ଥିଲା। ଆପଣଙ୍କ ଘର ଆମେ ସମସ୍ତେ କଲୁ, ଛପର କରିଦେଲୁ, ଆପଣ ସମସ୍ତେ ଆସିଲେ ମୋ ଘର ଛପର କରିଦେଲେ, ପଇସା ଆବଶ୍ୟକ ପଇଲା କି? ନା। ବର୍ତ୍ତମାନ ମୋ ଘରେ ଚାଉଳ ଅଛି, ଧାନ ଅଛି, ମୋ ବିଲରେ ଗଲେ ସମସ୍ତେ କାମ କରିଦେଲେ, ମୁଁ ତାର କାମ କରିଦେଲି, ତେଣୁ ମୋ ଘରକୁ ଧାନ ଚାଉଳ ବି ପଳେଇ ଆସିଲା। ତେଣୁ ଏଇ ସିଷ୍ଟମରେ ପଇସାର କିଛି ନଥିଙ୍ଗ ୱାଜ ଦେୟାର ଟୁ କ'ଣ ଆକ୍ଟ ଆଜ୍ ଆନ୍ ଏକ୍ସଚେଞ୍ଜ, ଗୋଟେ ଏକ୍ସଚେଞ୍ଜ ଭଳି କାମ କରିବା ପାଇଁ ସେମିତି କିଛି ନଥିଲା, ପଇସା ନଥିଲା। କିନ୍ତୁ ଆସ୍ତେ 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 ଥିଲା, ମୁଦ୍ରା ଥିଲା। ଆମେ ଯୋଉ କହୁଛେ, ଆମେ ବି 1 ପଇସା ଦେଖିଛେ, 2 ପଇସା ଦେଖିଛେ, କଣା ପଇସା ବି ଦେଖିଛେ, ସବୁ ଦେଖିଛେ। କିନ୍ତୁ ଆ ଦ୍ୱାରା କ'ଣ ହଉଥିଲା, ମାନେ ମଧ୍ୟ ସମ୍ଭବ ହଉଥିଲା, ମାନେ ଆର୍ଥିକ ଯୋଉ ଅର୍ଥନୀତିର ଯୋଉ ବିସ୍ତାରଟା, ଆର୍ଥିକ ବିସ୍ତାର ହେଇପାରୁଥିଲା, ବୁଝୁଛନ୍ତି? ହଉନଥିଲା ବୋଲି ତାର ନୁହେଁ। କିନ୍ତୁ ଆଜି କ'ଣ ହେଲା, ଲୋକ ସଂଖ୍ୟା ବଢିଗଲାଣି, ମାନେ ଲୋକ ସଂଖ୍ୟା ଏତେ ବଢିଗଲାଣି ଯେ ସମସ୍ତେ ସମସ୍ତଙ୍କ ପାଇଁ କାମ କରିବା କଲେ ମଧ୍ୟ ଆମେ ଆବଶ୍ୟକତା ପୂରଣ କରିପାରିବା ନାହିଁ। ତେଣୁ ଏ ଯୋଉ ଆ ପାଇଁ ବହୁତ ଲୋକଙ୍କର ଆବଶ୍ୟକ ହଉଥିଲା। ତେଣୁ ଲୋକ ସଂଖ୍ୟା ହ୍ରାସ କରିବା ଏବଂ ଅଧିକ ସମୟକୁ ୟୁଟିଲାଇଜ କରିବା ଏବଂ ଅଧିକ ଅର୍ଥ ଉପାର୍ଜନ କରିବା, ତେଣୁ ସେଥିପାଇଁ ଏଇଟା ଭଲ ଅଛି, କିଛି ଅସୁବିଧା। କ୍ୟାସଲେସଟା ଆ ଦ୍ୱାରା ତ ସୁବିଧା ହଉଛି, ଆମର ପଇସା ଧରିବା କ'ଣ ଆବଶ୍ୟକତା ଅଛି? ପଇସା ଯଦି ନ ଧରିକି କାମ ହେଇପାରିଲା ଆମର, ତ ଆମର କାମ ଦରକାର ନା କ'ଣ? ଆମେ ହେଇଯାଉଛି, ଅସୁବିଧା କ'ଣ ଅଛି? ଠିକ୍ ଅଛି।